महांगानगरକୁ ଅତି ନିକଟ ରହିଛି ଯେଠାରେ ଗୋବରୀ ତଟ ଗୋବରୀ ତଟରେ ଅନନ୍ତ ଗାଦି ସେଠାରେ ଶମ୍ଭୁଙ୍କର ଅଛି ବଡ଼ ସମ୍ପାଦି ହରିହର ଏକା ଅଙ୍ଗୁ ସମ୍ଭୂତ ଆଜ୍ଞାରେ କହି ଆଜ୍ଞାରେ ଯଶୋବନ୍ତ ଦାସ ଏ ଗୋବରୀ ତଟରେ ଆଶ୍ରମ ମୋହରି ଅନନ୍ତ ଶମ୍ଭୁ ରହିଥାନ୍ତି ସଦା ସର୍ବରି ମାଟି ଗଦା ପ୍ରାୟ ସେଠାରେ ଦିଶେ ବେଲ ବରୁଣ ଲିମ୍ବ ଅସୁସ୍ଥ ସେଠାବରେ ମେଳ अरे नगिब राहस कली से संत समय कली से संतरे नीला उदय स्थान सेठारे मिलिबे प्रभु भगवान नीला चालुथिब रात्र दिवस ए अनंत केशरी हेबे प्रवेश शंभु नाम लिंगटी अच्छी तई तले सुवर्ण भरी रही से सुवर्ण उपरे माटी कुद 7 हाथ 12 आंगुल हेब से दिन गोटी हेब प्रकट माया मोहरे जन पड़े संकट एत अनंत कलकीकर गुपत भूई असुर मानकु दिशिब नाही ए उषुमारे तई केते दिन रहिबे प्रभु जनार्दन सेटाबरे रही ओला शुणिकी ए ओला शुणी ठाबरे लीला रचिबे जाग यज्ञ सरी दिबे ओळकणाकु जाग नाम अटई ओळकणा ज्ञाने ब्रह्मा शंकर जे हुअन्ति बना सेतारे रही विदुरंक गादी दासीर सुत से गादी रखे संपादी सेतारे जे जानी जातरा हब 9 दिन व्यापी यज्ञ होइब बट मूलरे ए पंचशकांकर यज्ञ अधा रही पूर्णांग यज्ञ सेठारे संपादी यज्ञ कुंडरू बाहरिबे श्वेत सर्पा कर्कट पुणी जे झिटी पिटी श्वेत नाग तई माटी तलरे रखी यज्ञ कुंडरी माने बाहरिबे तई बट वृक्ष गोटेक यज्ञ कुंडरे आहुति हब केवल आसी हेला निकट बक्षरे भगत थिब तक्षरे भगत जीव से सागरे से बाया बातुला हेबे
ଠାବ କର ଏବେ 27କୁ ସତରେ ଯଜ୍ଞ ହବ ସେ ଠାବକୁ ସେ ଠାବରେ ସ୍ୱର୍ଗକୁ ରହିଛି ବାଟ ପାତାଳପୁରଟି ଅତି ନିକଟ ଧର୍ମ ଦୁଇଟି ଯେ ସ୍ୱର୍ଗକୁ ସୋଦେ ଗଲେ ପାତାଳକୁ ବାଟ ରହିଛି ସେଠାବେ ଆରେ ବାଟ ରହିଅଛି ଶ୍ରୀକ୍ଷେତ୍ର ଧାମ ଛତିଆ ଯେ ନଳିତ ଗିରି ଜଳଉକା ନଳି ଗୁମ୍ଫା ପର୍ଯ୍ୟନ୍ତ ବିବର ରହିଛି ପୁରୀ କିଛି ଦିନ ସେ ଚପ କରିବେ ଯୋଗ ଯଜ୍ଞ ସାରି ସେଠାରୁ ବାହାର ହେବେ ବାହାର ହୋଇବେ ଯେ ପୂର୍ବ ଭାଗକୁ ଉଦୟ ବର୍ଷରେ ଲୀଳା କରିବେ ପ୍ରଭୁ ଏ ଉଦୟ ବର୍ଷରେ ଲୀଳା ହବ ଆରମ୍ଭ 32-33 ହୋଇବ ଧ୍ରୁବ 32-33 ହୋଇବ ଧ୍ରୁବ 32-33 ହୋଇବ ଧ୍ରୁବ କହନ୍ତି ଅଚ୍ୟୁତ ଶୁଣ ରେ ରାମ ସ୍ଥାନ ମାନଙ୍କର ମହିମା ଅତିମ ସେଇ ସ୍ଥାନ ମାନଙ୍କରେ ମୋର ଗୁପ୍ତ ସିଦ୍ଧି ସେଠାରେ ରହିଛି ଯୋଗ ସମାଧିରେ ରହିଛି ମୋର ତିଲଙ୍ଗ ଧାମ ହଳଦିଆ ଆଦି ପୁଣି ଉମର ଯେ ହନୁମାନ ଉମର ଗ୍ରାମରେ ମକ୍ଷରେ ଭକତ ବାତୁଳ ହୋଇ ନଥିବଟି ଧ୍ରୁବ ଓଳକନା ଠାରୁ ଜାନ ଯେ ଭଦ୍ରେଶ୍ୱରରେ ଅଛନ୍ତି ଯେ ବୀରଭଦ୍ର ଏ ବୀରଭଦ୍ର ତହିଁ କରନ୍ତି ଜାତ କହନ୍ତି ଅଚ୍ୟୁତ ରାମ ଶୁଣ ରେ ସୁତ ଏ ପୀଠ ଅନନ୍ତ ଶମ୍ଭୁ ପୀଠ ଗୋବରୀ କୂଳରେ ଲୀଳା ହବ ଚହଟ ଏ ଲୀଳା ହବ 42 ଦିନ ହବ ଏ 2025ରୁ 28 ଭିତରେ ଏ 3 ବର୍ଷ ଭିତରେ ଏ ଜାଗାରେ ହରିହାଟ ହବ ଶ୍ରୀକ୍ଷେତ୍ର ଭଳି ଆନନ୍ଦ ବଜାର ବି ବସିବ ଲୋକ ପ୍ରବଳରୁ ଅତି ପ୍ରବଳ ହେବେ ହରିନାମରେ ବାଇ ହେବେ ଭାଗବତ ପାଠ ହିଁ ହବ ଏ ଚଉଯୁଗରେ ଚହଟ ପଡ଼ିବ ଏ ବାଲିଚନ୍ଦ୍ରପୁର ଠାରୁ ଅଳକା ପର୍ଯ୍ୟନ୍ତ ଯେ ଆମର ନୂତନ କୋଇଲି ଶୁକରପଡ଼ା ଆଦି ଭକତ ଏ କେନ୍ଦ୍ରାପଡ଼ା ଯେ ଉଦୟ ବର୍ଷରେ ଥାଟ ସେ ସମସ୍ତ ଆସି ଗୋବରୀ କୂଳରେ ଭେଟ ଏଇଆ ହିଁ ହୋଇବ ଅଚ୍ୟୁତ ବଚନ କେବେ ମିଥ୍ୟା ନଇବ ଅଚ୍ୟୁତ କହିଲେ ରାମକୁ ରାମଦାସ ସମୟ ହିଁ ଅତି ନିକଟ ଯୋଗ ଧ୍ୟାନ ତପ ଜପ ଯେତିକେ ରୁହ ସଚିତ ଏଣୁ କରି ଏତିକି କହିକି ଅଧମ ଅଜ୍ଞାନ ଆସିଲେ କେମିତି କଣ ନିର୍ଦ୍ଦେଶ କଣ ହେଲା ରାମଦାସ ଏ ମଧୁ ପଞ୍ଚାୟତ ବା ବାରିଷ୍ଟର ପଞ୍ଚାୟତର ମାଳିହତା ଗ୍ରାମରୁ ମୁଁ ହେଲି ଶ୍ୟାମସୁନ୍ଦର ଲେଙ୍କା ମୁଁ ପାହାନ୍ତା ପହର ସ୍ୱପ୍ନ ଦେଖୁ ଯେ ମୁଁ ଘର କର୍ମ ଗୃହ କର୍ମ କରିଥିବା ଭିତରେ ହଠାତ୍ 2 ଜଣ ଭକ୍ତ ଯେ ମୋଟର ସାଇକେଲ ଖଣ୍ଡେ ଧରିକି ପହଞ୍ଚିଲେ କହିଲା ଆସନ୍ତୁ ଆପଣଙ୍କ ଏଠି ହନ ମଞ୍ଚେଶ୍ୱରଙ୍କୁ ଟିକେ ମହାପୁରୁଷ ଅଛନ୍ତି ମହାପୁରୁଷ ପୀଠସ୍ଥଳୀକି ଯିବା ଯାଉ ଯାଉ ଠାକୁର କିଭଳି ଆସିଲେ ଗୋବରୀ ତଟ ଅନନ୍ତ ଶମ୍ଭୁ କ୍ଷେତ୍ରରେ ଆସିକି ମତେ ପହଞ୍ଚେଇଲେ ମୁଁ କହିପାରିବି ନାହିଁ ତେଣୁକରି
ସ୍ୱପ୍ନ ହେଇଥିଲା କି ନିର୍ଦ୍ଦେଶ କେତେ ହେଇଥିଲା? ପାହାନ୍ତା ପହର ମୁଁ ଦେଖୁଥିଲି, ଯାହା ଦେଖୁଥିଲି ଟିଭି ସିରିଏଲ ଭଳି ଦିନ 3ଟା 3:30 ଭିତରେ ତା ମୁଁ ବେଣୀ ନେତ୍ରରେ ବା ନେତ୍ର ପଖାଳି ଏ ପୀଠଟାକୁ ମୁଁ ଦର୍ଶନ କଲି। ଅହୋ ଭାଗ୍ୟ ମୋର, ଏଭଳି ଗୁପ୍ତ ସ୍ଥାନ, ଏଭଳି ଗୁପ୍ତ କ୍ଷେତ୍ର ଏଭଳି ସ୍ଥାନରେ ଅଛି। କିନ୍ତୁ ଯାହା କହନ୍ତି ପ୍ରକୃତ ଦୀପ ତଳ ଅନ୍ଧାର। ଦୀପ ସିନା ଜଳୁଛି, ଚତୁଃପାଖକୁ ସିନା ଆଲୋକ ଦଉଛି, କିନ୍ତୁ ତା ତଳଟା ଅନ୍ଧାର। ହେଲେ ଏ ପୀଠ ବିଶେଷ କରି ଜଣାଶୁଣା କାହାରିକି ପଡୁନି। ଏ ସ୍ଥାନକୁ ତପ ଜପ ଯୋଗ ଧ୍ୟାନ ଏବଂ ମାନସିକ ବି କଲେ ଯଥାବିଧିରେ ପୂରଣ ହବ। ଏଠି କିଏ କୋଉ ଦେବାଦେବୀ ଅଛନ୍ତି? ଏଠି 33 କୋଟି ଦେବାଦେବୀ ଆସୁଛନ୍ତି ଯାଉଛନ୍ତି। ଯେ ଦେବାଦେବୀ ମାନଙ୍କର କଳନା ନାହିଁ ଆସିବା ଯିବା। ଗୋବରୀ ତଟରେ ସ୍ନାନ ସାରି ଯେ ଅନନ୍ତ ଆଉ ଶମ୍ଭୁଙ୍କୁ ଦର୍ଶନ ସାରି ତାଙ୍କ ସ୍ୱସ୍ଥାନକୁ ପ୍ରସ୍ଥାନ କରୁଛନ୍ତି। ଏବଂ ଶ୍ଵେତନାଗ ବି ଏ ସାଗରରେ ଅଛି, ଯାହାକୁ କହନ୍ତି ସ୍ୱୟଂ ଅନନ୍ତ। ସେ ବି ଦିନେ ଜନମାନଙ୍କର ଆଖି ଆଗକୁ ଆସିବ। ତେଣୁକରି ମୁଁ ଆଉ କଣ ଲୀଳା ଖେଳା ହବ ପୀଠରେ? ଅନେକ ନୀଳା ଖେଳା ହବ, ଯାହାକି କଳ୍ପନା ବାହାରେ। ମହାପୁରୁଷ ଲେଖିଛନ୍ତି ଏ କୋଉ ବାରିକାରେ ନୀଳା ହବ ଅନେକ। ଏଇଟା ହଉଛି ଗୁପ୍ତ ଖେଦା, ଭବିଷ୍ୟତ ମାଳିକା, ଯାହାକୁ କୁହାଯାଏ କୁଣ୍ଡିକଳ୍ପ ବା ଗୁପ୍ତ ଖେଦା, ଯାହା ଏବେ ଲୋକମାନଙ୍କୁ ପ୍ରକାଶିତ ହେଇନି। ସେଥିରୁ ଗୋଟାଏ ପାର୍ଟ ଶାଲପୁର ଅଞ୍ଚଳର ଚନ୍ଦ୍ରାଦେଇପୁରର ଗୋବିନ୍ଦ ମହାରଣା ଯେ ଉଲ୍ଲେଖ କଲା, ଉଲ୍ଲେଖ କରିବାରୁ 6 ମାସ ଯାଇନି ପଳେଇଲା ଇୟ ଧାମରୁ ପର ଧାମକୁ। ତେଣୁକରି ସେ ଗ୍ରନ୍ଥଟା ଗୁପ୍ତ ଭାବରେ এই কথা গোবরী নদী কথা কথা কুହାইছি ସବୁ କିଛି ସେ କହିଛନ୍ତି। গোবরী নদীর কথা ଏ ଗୋବରୀ ତଟ, ତା ବାଦେ ମହିଜରା, ସୁବଳୟା, କୁବଳୟା, ଆମର ହେଲା ରତ୍ନଗିରି, ତା ବାଦେ ଆଖପାଖ ନଳିତଗିରି, ଗାଙ୍ଗି ପାହାଡ, ପଲେଇ, ପାରିପଲେଇ, ପଞ୍ଚୁପାଣ୍ଡବ, ଓଳକଣା, ଏରକଣା, ଭୈରବୀ ପଡିଆ, ଅନେକ ଏଗୁଡ଼ା ସବୁ ନୀଳାର କ୍ଷେତ୍ର। ଏଇଟା ହେଲା ଯେ ଦ୍ୱାପରର ଯେ ଅବଧୂତ ଯେ ଜନ୍ମ ନେଇଥିଲେ ଗଜପତି ଜିଲ୍ଲାରେ। ଅରକ୍ଷିତ ଦାସ ଖଣ୍ଡଗିରିରେ ତପସ୍ୟା ସାରି ସିଦ୍ଧି ଲାଭ କରି ଆସି ଓଳାଶୁଣୀରେ ଆଶ୍ରମ ବାନ୍ଧିଥିଲେ। ସେଇ ଅରକ୍ଷିତ ଦାସଙ୍କ ପ୍ରୀତିଅତେ ଆନନ୍ଦେ କବାର ବୋଲ ମନ ହରି ହରି ବୋଲ। ଅନନ୍ତ ସମ୍ମୁଖ ପ୍ରୀତିଅତେ ଆହୁରି କବାର ହରି ହରି ବୋଲ। 42 ଦିନ ଲୀଳା ହବ। 42 ଦିନ ଲୀଳା ହବ 2028 ମସିହାରେ। ଭିତରେ 28 ମସିହାରେ ତ ହବ, ଆଉ ଭିତରେ ବୁଝିଲେ କଣ? ଆଚ୍ଛା, 42 ଦିନ ଚାଲିବ। 42 ଦିନ। ଆଉ କଣ ହବ ଯୋଉ ଅବଢା କଥା କହୁଥିଲେ? ଏଠାରେ ବି ମଧ୍ୟ ଚାଲିବ ଆନନ୍ଦ ବଜାର। ପ୍ରଭୁଙ୍କର ପ୍ରସାଦ ବି ଏଠାରେ ବାହାରିବ। ଅନନ୍ତ କ୍ଷେତ୍ର ବୋଲିକି ପ୍ରକାଶ ହବ। ଏଗୁଡ଼ାକ ଠିକ ଅଛି। ଏତିକି କହି